ବାରଣ ବେଳକୁ ସମସ୍ତେ ଅଚ୍ୟୁତ ଅଚ୍ୟୁତ ଘୋଷିବେ। ସେତେବେଳକୁ ମାଳିକା ମାଳିକା ଚିତ୍କାର ଚାଲିବ। ବର୍ତ୍ତମାନ ଯେମିତି ମାଳିକା ମାଳିକା ହୋ ହାଲା ଚାଲିଛି। ମାଳିକାକୁ ଦେଖି ଠକାଏ ଡରୁଛନ୍ତି, ଠକାଏ ମରୁଛନ୍ତି, ଠକାଏ ସରୁଛନ୍ତି, ଠକାଏ ଅହଙ୍କାରରେ ମାତିଛନ୍ତି, ଠକାଏ ନିନ୍ଦା କରୁଛନ୍ତି, ଠକାଏ ମଧ୍ୟ ପ୍ରଶଂସା କରୁଛନ୍ତି। ତେଣୁ ଯାଦୃଶୀ ଭାବନା ଯଶ୍ୟ ସେଥିରେ ଭାବୁଛି ତାଦୃଶୀ ଭଗବତ ଗୀତା କହିଲେ ଯାହାକୁ ଯେମିତି ପ୍ରକାର ଦିଶୁଛି ସେ ସେମିତି ପ୍ରକାର କହି କହି ଚାଲିଛି। ହେ ସଜନ, ତେଣୁ ପ୍ରଭୁଙ୍କର ଜନ୍ମ ଲକ୍ଷଣକୁ ଏଇ ସବୁ ବେତପାତ ସମୟ ଦେଖାଦବ। ହବ କଣ ନା ଯୋଗ୍ନି ମାଳ ମାଳ ହେଇକିନି ବୁଲିବେ। ଏଇ ଯୋଉ ଯୋଗ୍ନି ମାଳ ମାଳ ହେଇକିନି ବୁଲିବେ, କେମିତି ବୁଲିବେ ନା ସେ ପବନରେ ବୁଲିବେ। ସେ ପବନରେ କେମିତି ହେବେ ନା କ୍ଷୁଦ୍ର କ୍ଷୁଦ୍ର ଛୋଟ ଛୋଟ କୀଟାଣୁ ଜୀବାଣୁ ଭାଇରସ ହେଇକିନି ଉଡ଼ିବେ, ପବନରେ ମିଶିବେ। ଯେମିତି ଆପଣଙ୍କର ଆସିଲା କରୋନା, ସେମିତି ଆସିବ ଘୁମା ରୋଗ, ସେମିତି ଆସିବ ଅନେକ ପ୍ରକାର ହୃଦରୋଗ। ତେଣୁ ଏଇ ପ୍ରକାର ବ୍ୟାପୁଥିବ। ସେଇ ବେଳକୁ ତ୍ରାହି ତ୍ରାହି ବୋଲି ସେତିକି ବେଳକୁ ଉଦାସ ଦିନ ବଞ୍ଚିବ ଅତ୍ରାହି ଭଞ୍ଜନ ତୋତେ ତୁହି ରଖ ସମର୍ପଣ ଜ୍ଞାନ ହେବ। ତାହେଲେ ସେତିକି ବେଳକୁ ତ୍ରାହି 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 ଚିତ୍କାର ଚାଲିବ। ଇଏ ମୋଟେ ଅୟାରମ୍ଭ। ବର୍ତ୍ତମାନ ଯାଇ ଦେଖନ୍ତୁ କେତେ ହୃଦରୋଗ ବାହାରୁଛି, କେତେ ପ୍ରକାର ଡାଇବେଟିସ୍ ବାହାରୁଛି, କେତେ ପ୍ରକାର ଘୁମା ରୋଗ ବାହାରୁଛି। ଯେମିତି କରୋନା ବାହାରିଲା ଏମିତି ଅନେକ ପ୍ରକାର ଭାଇରସ ତୁମ ଭିତରେ ପ୍ରବେଶ କରିବ, ଯାହାକୁ ତୁମେ ଜାଣିପାରିବନି। ଜୟ ଜଗନ୍ନାଥ, ଜୟ ପଞ୍ଚସଖା, ଜୟ ଶ୍ରୀ ଅଚ୍ୟୁତ, ଜୟ ପଞ୍ଚମ। ଏ ଗଣତି ଶ୍ରୋତା ମଣ୍ଡଳ ଆଜି ଗୋଟେ ଅଧ୍ୟାୟ ଯେଉଁ କଥା ଆମର ରଞ୍ଜନ ବାବୁ କହିଲେ ଯେ ପ୍ରଭୁ ତ ଆସିବେ, ଲୀଳା କେମିତି ହେବ। ଏଇ ଯେଉଁ ଲୀଳା କେମିତି ହେବ, ଏଇ ଲୀଳା ତତ୍ତ୍ୱ ଉପରେ କହିଛନ୍ତି। କହିଲେ ଆମ୍ଭେ ବସିଥିବୁ ବାବୁ ଏ ବଟ ମୂଳରେ, ତୁମ୍ଭେ ରହିଥିବ ଧନ ଆମ୍ଭର ସେବାରେ। ଯେତେବେଳେ କଳି ଯୁଗ ଯିବ ଶେଷ ହୋଇ, ଶେଷରେ ରାହାସ ହେବ ସ୍ଥଳ କହିତ ନୁହଁ। ହେଲେ ରାମରେ ଯେତେବେଳେ ପ୍ରଭୁ କଳିକି ଅବତାର ହେଇକିନି ଆସିବେ, ଆମ୍ଭେ ମଧ୍ୟ ଥିବୁ। ତେଣୁ ଆମ୍ଭକୁ ଦେଖିବୁ ବାବୁ ଏ ବଟ ମୂଳରେ, ଆମ୍ଭେ ବସିଥିବୁ ବାବୁ ଏ ବଟ ମୂଳରେ, ତୁମ୍ଭେ ରହିଥିବ ଧାନ ଆମ୍ଭର ସେବାରେ। ହେଲେ ଆମ ସେବାରେ ତମେ ରହିଥିବ। ସେଇବେଳକୁ ଏ କଳିଯୁଗ ଶେଷ ହବ। ଯେତେବେଳେ କଳିଯୁଗ ଶେଷ ହବ, ସେତେବେଳେ କଳିଯୁଗ ଶେଷରେ ଗୁପ୍ତରେ ସିଏ ରାହାସ ରଚନା କରିବେ। ଏ ଯେଉଁ ଗୁପ୍ତରେ ରାହାସ ରଚନା କରିବେ, ସେ ସ୍ଥଳ କେଉଁ ସ୍ଥାନରେ କରିବେ ସେ ତ ଅନେକ ସ୍ଥାନ କଥା କହିଛନ୍ତି। ତେଣୁ ଶେଷ ସ୍ଥାନ କଥା ମଧ୍ୟ କହିଛନ୍ତି। ହେଲେ ଶେଷରେ ରାସ କରିବି ରତ୍ନ ବଟ ଠାଇଁ, ସେହି ଗୋପୀ ଗୋପାଳ ଯେ ନାନା ଜାତି। ହେଲେ ସେ ଗୋପୀ ଗୋପାଳ ମାନେ ନାନା ଜାତିରେ ଜନ୍ମ ନେଇଥିବେ, ନାନା ବର୍ଣ୍ଣରେ ଜନ୍ମ ନେଇଥିବେ, ନାନା ଧର୍ମରେ ମିଳିମିଶିକିନି ଥିବେ। ତେଣୁ ଯେତେବେଳେ କଳିଯୁଗ ଶେଷ ହବ, ସମସ୍ତେ ସେତେବେଳେ ଏକାଠି ହେଇଯିବେ ଆଉ ଗୋଟିଏ ଜାଗାରେ ଆସି ପହଞ୍ଚିବେ। ଶିବକଳ୍ପ ନବନିର୍ଘଣ୍ଟରେ ମହାପୁରୁଷ ଅଚ୍ୟୁତାନନ୍ଦ କଲମ କଲେ, କହିଲେ ମଥୁରା ବାସିକେ ଗୋପ ପୋରାସ ସେ, କଳିରେ ଅଛନ୍ତି ଜନ୍ମେ, ବାରଣ ବେଳରେ ଚିହ୍ନା ଚିହ୍ନି ହେବେ, କେ କାହାର ଭାଇ ଭକ୍ତି। ହେଲେ ଯେଉଁ ସ୍ଥାନରେ ଯିଏ ଭେଟ ହବା କଥା, ସେ ବାରଣ ବେଳକୁ ଭେଟା ଭେଟି ହେବେ କିଏ କାହା ଭାଇ ହେବେ। ଯାହାର ଯେଉଁ ପ୍ରକାର ବ୍ଲଡ଼ ଗ୍ରୁପ୍ ଥବ, ସେ ସେଇ ପ୍ରକାର ତାଙ୍କୁ ଟାଣିବ ଆଉ ସେମାନେ ଚିହ୍ନା ଚିହ୍ନି ହେବେ। କଳିର ଶେଷ ବେଳକୁ କିଏ ଭାଇ, କିଏ ଭଉଣୀ, କିଏ ସଖା, କିଏ ବନ୍ଧୁ, କିଏ ଜ୍ଞାତି କୁଟୁମ୍ବ ଥିଲେ, ତେଣୁ କିଏ ସ୍ୱପରିବାର ଥିଲେ, ସାଙ୍ଗସାଥି ଥିଲେ। ସେ କଳି ଶେଷ ବେଳକୁ ସମସ୍ତେ କଳିକିଙ୍କ ପାଖରେ ଆସି ପହଞ୍ଚିବେ ଆଉ ନିଜ ନିଜର ପରିଚୟକୁ ବାଛି ବୁଝିକିନି ନିଜକୁ ନିଜେ ଠିକଣା କରିବେ। ଏଇ ଯେଉଁ କଥା କହି କହିକା ଆସିଛନ୍ତି। ହେ ସଜ୍ଜନ, କହିଲେ ବହୁତ କଥା, ତେଣୁ କହିବା ଲୋକକୁ ଦେଖାଯାଏ ବାଟ। ଯିଏ ଜାଣିଛି, ଯିଏ କହୁଛି, ତାକୁ ବାଟ ଦେଖା ହେଉଛି। ନ ଜାଣିଲା ଲୋକ ଅନ୍ଧ, ଯିଏ ନ ଜାଣିଛି ସିଏ ହେଉଛି ଅନ୍ଧ। ତେଣୁ ଭାବରେ ଭଣିଲେ ଶ୍ରୀ ଅଚ୍ୟୁତାନନ୍ଦ ଦୟାକର ଆଦିକନ୍ଦ। ତେଣୁ ଯିଏ ଜାଣିଛି ତାକୁ କ'ଣ ନା ବାଟ ଦେଖା ହେଉଛି, ଯିଏ ନ ଜାଣିଛି ସିଏ ଅନ୍ଧ ଭଳିଆ ବୁଲୁଛି। ତେଣୁ ଆଖି ଥାଉଁ ଥାଉଁ ଥୋକେ ହେଇଯିବେ ଅନ୍ଧ,
ବେଳ ଥାଉଁ ଥାଉଁ ଜନେ ନ ବାନ୍ଧିବେ ବନ୍ଧ। ଆଜିକାଲି ଯୋଉ ସମୟ ହେଇଛି, ବେଳ ଥାଉଁ ଥାଉଁ ଜନ ବନ୍ଧ ବାନ୍ଧୁନି। ଆଖି ଥାଇକିରି ସମସ୍ତେ ଅନ୍ଧ ହେଇଯାଉଛନ୍ତି। କେମିତି ଅନ୍ଧ ହଉଛନ୍ତି? ଆଖି ତ ସମସ୍ତଙ୍କର ଅଛି, ସେ ଅନ୍ଧ ହେଇଯାଉଛି କେମିତି? ନା ଧର୍ମ ଅନ୍ଧ ହେଇଯାଉଛନ୍ତି, ସମାଜ ଅନ୍ଧ ହେଇଯାଉଛନ୍ତି, ପାରିବାରିକ ଅନ୍ଧ ହେଇଯାଉଛନ୍ତି, ସ୍ୱାର୍ଥ ଅନ୍ଧ ହେଇଯାଉଛନ୍ତି, ଅହଙ୍କାରାତ୍ମିକ ଅନ୍ଧ ହେଇଯାଉଛନ୍ତି। ଏତେ ପ୍ରକାର ଅନ୍ଧ ଏ ସମାଜରେ ହେଇଛି। କାହିଁକି? ନା ଏମାନଙ୍କୁ ଦେଖାଯାଉନି। ଏମାନେ ବାପାକୁ ଚିହ୍ନୁନାହାନ୍ତି, ମାଆକୁ ଚିହ୍ନୁନାହାନ୍ତି, ଭାଇକୁ ଚିହ୍ନୁନାହାନ୍ତି, ବନ୍ଧୁକୁ ଚିହ୍ନୁନାହାନ୍ତି, ପିଲା ଛୁଆଙ୍କୁ ଚିହ୍ନୁନାହାନ୍ତି। ଇଏ ସ୍ୱତଃ ହେଇ ବଞ୍ଚିବାରେ ଲାଗିଛନ୍ତି। ତେଣୁ ମହାପୁରୁଷ କହିଲେ ସେଇ ବେଳ ହେଇଥିବ, କେହି କାହାକୁ ଜାଣିପାରୁନଥିବେ, କେହି କାହାକୁ ଚିହ୍ନି ପାରୁନଥିବେ। ତେଣୁ ଇଏ ସମସ୍ତେ ସ୍ୱାର୍ଥ ଅନ୍ଧରେ ମାତିଥିବେ। ତେଣୁ ଭାଇ ବୋଲ ବନ୍ଧୁ ବୋଲ ସମ୍ପଦର ସାଥୀ, ଜୀବ ଯିବା ବେଳେ ଏକା ଗୋବିନ୍ଦ ଚାରନ୍ତି। କହିଲେ ସେତେବେଳକୁ ତ୍ରାହି ତ୍ରାହି ଚିତ୍କାର ଚାଲିଥିବ। ଆଜିକା ସମାଜରେ ଯଦି ଆପଣମାନେ ଦେଖନ୍ତି, ଆଜି ଆମେ କହୁଛୁ ଡାକି ଡାକି କହେ ନେମାଳ ବାବା, ନ ଜାଣି ନ ଶୁଣି ନ ମାର ଢାବା। ସେ କଥା କହିବାର ତାତ୍ପର୍ଯ୍ୟ ଯେ ତୁମେ ଦେଖୁଥିବ ଯୋଉ ବୁଢା ବୁଢା ବାପା ମା ମାନେ କେମିତି ଅବସ୍ଥାରେ ଅଛନ୍ତି, କେମିତି ପ୍ରକାର ଦିନ ଯାପନ କରୁଛନ୍ତି। କିଏ ବୃଦ୍ଧାଶ୍ରମରେ ବସି ଚିତ୍କାର କରୁଛି ତ, କିଏ ପେନସନ 50,000 ପାଇଲେ ବି ତାକୁ କରିକିରି ଦବା ପାଇଁ ଘରେ କେହି ନାହାନ୍ତି। ପୁଅ ଯାଇକିନି ଚାକିରିରେ ତ ବୋଉ ଯାଇକିନି ଚାକିରିରେ। ତେଣୁ ପିଲା ଛୁଆ ରହି ପାଠ ପଢିଲେ ହଷ୍ଟେଲରେ, ବୁଢା ବୁଢୀ 2 ଜଣ ଯାକ ଘର ଜଗୁଆଳି ହେଇଛନ୍ତି। ଯେମିତି ଆପଣମାନଙ୍କର ହେଇଥିଲା କେତେବେଳେ ନା କଂସ ଯେତେବେଳେ ରାଜୁତି କଲା, ଯେମିତି ଉଗ୍ରସେନକୁ ଦ୍ୱାର ଜଗେଇଥିଲା, ବର୍ତ୍ତମାନ ବାପା ମା ଜଗୁଆଳି ହେଇକିନି ସେମିତି ଚୌକିଦାର ପୋଷ୍ଟରେ ସେ ରହିଛନ୍ତି। ଘରେ ଦୁଆରୁ ମୁହଁ ଜଗିକିନି ବସିବେ। ଇଏ ସବୁ କିଏ କୁଆଡେ ଯାଇଥିବେ, ତେଣୁ କାହାରି ଛତା ପତା ରହିବନି। ତେଣୁ ସେଇ କଥା କହିଲେ, କହିଲେ ଏଠି ଗ୍ରାମ କରେ ଏକ ଏକ ପୁଣ୍ୟବନ୍ତ, ସତ୍ୟ ଧର୍ମ ଆଚରିଣ, 150ରୁ ଜଣେ ଜଣେ ଥିବେ, ନାମକୁ କରି ଶରଣ। ଏହାଙ୍କ ନିମନ୍ତେ ସତ୍ୟ କଳି ହେଲା, ମୁଁ ପାଦେ କରିଲି ଗୁପତ, ଏହାଙ୍କୁ ଘେନି ନିଶ୍ଚୟ ଲୀଳା କରିବି ବିରଜା ମୁଖୁରତି। ତେଣୁ ମହାପୁରୁଷ ଅଚ୍ୟୁତାନନ୍ଦ କଲମ କଲେ, କହିଲେ ଯେଉଁମାନେ ପ୍ରଭାତରୁ ସ୍ନାନ କରନ୍ତି, ଦେବତା ଦର୍ଶନ କରନ୍ତି, ନୀତି ମୋ ଶାସ୍ତ୍ର ପଢ଼ନ୍ତି, ଏଇମାନଙ୍କୁ ଧରିକିନି ରଖିବି। ଆଗକୁ ଏମାନେ ବିହନ ହେବେ, ଆଉ ଏମାନେ ବସିକିନି ମୋ ସହିତ ଲୀଳା ଖେଳା କରିବେ। ତେଣୁ ମଥୁରାବାସୀ ଏ ଗୋପପୁର ଶଶୀ, ଏ କଳିରେ ଅଛନ୍ତି ଜନ୍ମି, ବାରଣ ବେଳକୁ ଚିହ୍ନା ଚିହ୍ନି ହେବେ, କିଏ କାହା ଭାଇ ଭଉଣୀ। ଯେତେବେଳେ ବାରଣ ବେଳ ଆସିବ, ସେ ବାରଣ ବେଳରେ ସମସ୍ତେ ଚିହ୍ନା ଚିହ୍ନି ହେବେ। ଆଉ ଗୋଟେ କଥା ହବ କଣ ନା, ଏଇ ଯୋଉ ବାରଣ ବେଳ ଆସିବ, ତାହେଲେ ବାରଣ ବେଳକୁ ସର୍ବେ ଅଚ୍ୟୁତ ଘୋଷିବେ, ମୋ ଗ୍ରନ୍ଥକୁ ପଢି ଥୋକେ ଜ୍ଞାନୀ ହୋଇଥିବେ। କହିଲେ ଯେତେବେଳେ ବାରଣ ବେଳ ଆସିବ, ଏ ବାରଣ ବେଳକୁ ସମସ୍ତେ ଅଚ୍ୟୁତ ଅଚ୍ୟୁତ ଘୋଷିବେ। ସେତେବେଳକୁ ମାଳିକା ମାଳିକା ଚିତ୍କାର ଚାଲିବ। ବର୍ତ୍ତମାନ ଯେମିତି ମାଳିକା ମାଳିକା ହୋ ହାଲା ଚାଲିଛି, ମାଳିକାକୁ ଦେଖି ଠକାଏ ଡରୁଛନ୍ତି, ଠକାଏ ମରୁଛନ୍ତି, ଥକାଏ ସରୁଛନ୍ତି, ଠକାଏ ଅହଙ୍କାରରେ ମାତିଛନ୍ତି, ଥକାଏ ନିନ୍ଦା କରୁଛନ୍ତି, ଥକାଏ ମଧ୍ୟ ପ୍ରଶଂସା କରୁଛନ୍ତି। ତେଣୁ ଯାଦୃଶୀ ଭାବନା ଯଶ୍ୟ ସିଦ୍ଧିର୍ ଭବତି ତାଦୃଶୀ ଭଗବତ ଗୀତା କହିଲେ, ଯାହାକୁ ଯେମିତି ପ୍ରକାର ଦିଶୁଛି ସେ ସେମିତି ପ୍ରକାର କହି କହି ଚାଲିଛି। ହେ ସଜ୍ଜନ, ତେଣୁ ପ୍ରଭୁଙ୍କର ଜନ୍ମ ଲକ୍ଷଣକୁ ଏଇ ସବୁ ବିତପାତ ସମୟ ଦେଖାଦବ। ଏଇ ଯୋଉ ବିତପାତ ସମୟ ଦେଖାଦବ, ସେତେବେଳେ ହବ କଣ ନା, ଯୋଗ୍ନି ମାଳ ମାଳ ହେଇକିନି ବୁଲିବେ। ଏଇ ଯୋଉ ଯୋଗ୍ନି ମାଳ ମାଳ ହେଇକିନି ବୁଲିବେ, କେମିତି ବୁଲିବେ ନା, ସେ ପବନରେ ବୁଲିବେ। ସେ ପବନରେ କେମିତି ହେବେ ନା, କ୍ଷୁଦ୍ର କ୍ଷୁଦ୍ର ଛୋଟ ଛୋଟ କୀଟାଣୁ ଜୀବାଣୁ ଭାଇରସ ହେଇକିନି ଉଡ଼ିବେ, ପବନରେ ମିଶିବେ। ଯେମିତି ଆପଣଙ୍କର ଆସିଲା କରୋନା, ସେମିତି ଆସିବ ଘୁମା ରୋଗ, ସେମିତି ଆସିବ ଅନେକ ପ୍ରକାର ହୃଦରୋଗ। ତେଣୁ ଏଇ ପ୍ରକାର ବ୍ୟାପୁଥିବ। ସେଇ ବେଳକୁ ତ୍ରାହି ତ୍ରାହି ବୋଲି ସେତିକି ବେଳକୁ ଉଦାସ ଦିନ ବଞ୍ଚିବ, ଅତ୍ରାହି ଭଞ୍ଜନ ତୋତେ ତୁହି ରଖ, ସମର୍ପଣ ଜ୍ଞାନ ହେବ। ତାହେଲେ ସେତିକି ବେଳକୁ ତ୍ରାହି 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 ଚିତ୍କାର ଚାଲିବ। ଇଏ ମୋଟେ ଅୟାରମ୍ଭ। ବର୍ତ୍ତମାନ ଯାଇ ଦେଖନ୍ତୁ କେତେ ହୃଦରୋଗ ବାହାରୁଛି, କେତେ ପ୍ରକାର ଡାଇବେଟିସ୍ ବାହାରୁଛି, କେତେ ପ୍ରକାର ଘୁମା ରୋଗ ବାହାରୁଛି। ଯେମିତି କରୋନା ବାହାରିଲା, ଏମିତି ଅନେକ ପ୍ରକାର ଭାଇରସ ତୁମ ଭିତରେ ପ୍ରବେଶ କରିବ, ଯାହାକୁ ତୁମେ ଜାଣିପାରିବନି।
क्षुद्रतम रूप को धरिकिनी महापुरुष कहले ये जोगिनी माल माल होइकिनी यही प्रकार रूप धारण करी ये संसार मध्य भ्रमण करी पापी मान को विनाश करिवे। तेणु पापी माने विनाश हेबे, दुष्ट माने संहार हेबे, सन्थ माने पालन करिवे। तेणु यही प्रकार धर्म को स्थापन करिवे बोली मालिका प्रमाण जहाँ अच्युतानंद महापुरुष कलम करछन्ति। हे सज्जन जा हूँ बहुत समय आगुक लंबा अच्छी एबे अस्थिर हवा दरकार नाही। तेणु बेल थाऊ थाऊ बंध बांधतु। तेणु समय आसीछि बंध बांधिले पानी अटकी जीव। तेणु बेल थाऊ थाऊ जदि बंध न बांधती ताहाले प्रलय रे पड़िबा सुनिश्चित, केही रक्षा करि परिबेनी। काहेकि ना जदि कला करमरे भक्ति नाही बुली बुली कहिले पोछिले मकति काहीं आपणे करिबा कर्तव्य भिन्न परकु कहिबा कर्तव्य नहीं। आमे करूचे तेणु ताहा अर्जन करूचे आउ ताहा भोगुचे। जदि आमे न करिकिनी बाटेरे रहिबा ताहाले स्थिर हेइजिवो। सत्य शांति दया क्षमा ये चारि होउची कृष्णଙ୍କ महिमा। तेणु सत्य सार मनुष्याणां वाक्य सार महीपते विचलित वाक्य एन तेन सुकृत है। तेणु यही प्रकार कथा जहाँ परंपरा कथा परंपरा को नहीं वर्तमान परिप्रकाश वर्तमान को गढ़ी तोलिबा होची आगामी दिन भविष्यत। जो भविष्यत को महापुरुष मालिका आकार उल्लेख कले ये प्राणीर रक्षण देशर रक्षण सुस्थ जीवन यापन करने उद्देश्य रे प्रभु मालिका को वर्णना करिसंती। तेणु जा हूँ जी जमिति प्रकार बुझिला जेमिति अंध देखिला भलिया हाथी सेमिति किए कहूँ गुड़ कुला भलिया किए कहूँ हाथी हूँ गोटे खम्ब भलिया किए कहूँ हाथी हूँ गोटे घर भलिया अवस्था हूँ से प्रकार। तेणु बुझिले जानिले पढ़िले चिंता कले हृदयंगम कले सब कथा जना पड़िबो सत्य जना पड़िबो। तेणु स्थिर आपण होइजिवे। तेणु असुविधा हब ना। आज वाणी की विराम दउची। जय जगन्नाथ, जय पंचसखा, जय श्री अच्युत, जय कृष्ण।